କିଛି ଦିନର ବ୍ୟବଧାନ ପରେ ପୁଣି ଆଳୁ ଦର ଉପରମୁହାଁ ହୋଇଛି। ପଶ୍ଚିମବଙ୍ଗରୁ ପର୍ଯ୍ୟାପ୍ତ ଆଳୁ ନ ଆସିବାରୁ ରାଜ୍ୟରେ ଆଳୁ ଦର ବୃଦ୍ଧି ପାଉଛି। କାହିଁକି ପଶ୍ଚିମବଙ୍ଗରୁ ଆଳୁ ଆସୁନାହିଁ, ଆଉ କେବେ ଆଳୁ ଦର ନିୟନ୍ତ୍ରଣ ଆସିବ, ସେ ନେଇ ପ୍ରତିକ୍ରିୟା ରଖିଛନ୍ତି ଯୋଗାଣ ମନ୍ତ୍ରୀ। ଯୋଗାଣ ମନ୍ତ୍ରୀ କହିଛନ୍ତି, ପଶ୍ଚିମବଙ୍ଗ ଓ ଓଡ଼ିଶା ଭିତରେ କିଛି ଟକରାଟକରି ନାହିଁ। ଆଳୁ ଯୋଗାଣ ନେଇ ସେମାନଙ୍କ ସହ ଫାଇଟ୍ କରିବାକୁ ଚାହୁଁନୁ। ପଶ୍ଚିମବଙ୍ଗ ସରକାର ତାଙ୍କ ପଲିସି ଅନୁସାରେ କାମ କରୁଛନ୍ତି। ଆମେ ଆମ ପଲିସି ତିଆରି କରିବୁ। ଆଳୁରେ ସ୍ୱୟଂ ସମ୍ପୂର୍ଣ୍ଣ ହେବ ଓଡ଼ିଶା। ଆଳୁ ପାଇଁ କାହା ଉପରେ ହାତ ପତାଇବାକୁ ପଡ଼ିବ ନାହିଁ। ଖୁବ୍ ଶୀଘ୍ର ଆଳୁ ଦର କମିବ ବୋଲି କହିଛନ୍ତି କୃଷ୍ଣଚନ୍ଦ୍ର ପାତ୍ର। ଏନେଇ କ'ଣ କହୁଛନ୍ତି ଆସନ୍ତୁ ଶୁଣିବା। ଟକରାଟକରି କିଛି ନାହିଁ, ତାଙ୍କର ଇଚ୍ଛା ହେଲା ସେ ଆଳୁ ଆମକୁ ଦେବେ ନାହିଁ, ସେ ଆମକୁ ଟକରାଟକରି କାହିଁକି? ଆମେ କ'ଣ ତା ସହିତ ଫାଇଟିଂ କରୁଛୁ ନା କ'ଣ? ଟକରାଟକରି ୱାର୍ଡଟା ଏଠାରେ ଲଗେଇବା କଥା ନୁହେଁ। ସେ ଦିଦି ତାଙ୍କର ପଲିସି ତିଆରି କରୁଛନ୍ତି, ଆମେ ଆମ ପଲିସି ତିଆରି କରୁଛୁ। ଆମେ ଏମିତି ପଲିସି ତିଆରି କରୁଛୁ, ଏଥରକ ସ୍ୱୟଂ ସମ୍ପୂର୍ଣ୍ଣ ହବ ଆଳୁରେ। ଆଳୁ ଆମେ ଆଉ କାହାକୁ ହାତ ନ ପତେଇବା ପାଇଁ ଯୋଜନା ତିଆରି କରୁଛୁ, ଆଉ ସେଥିରେ ମଧ୍ୟ ସଫଳ ହବୁ। ଟିକେ ଅପେକ୍ଷା କର। ଗଛ ତ ରଖାଯାଇଛି ପାଖାପାଖି 3000 କ୍ୱିଣ୍ଟାଲ ଧାନ ପୂର୍ବରୁ ନେଇକି ରଖିଛନ୍ତି। କଳାବଜାରୀ ହଉଛି ନାଇଁ, ଯୋଉଠି କଳାବଜାରୀ ହଉଛି ଆପଣ ମାନେ ମତେ ଦିଅନ୍ତୁ ଡାଟା, ସାଙ୍ଗେ ସିଲ୍ ହବ। କାଲି ଗୋଟେ ଜାଗାରେ ସିଲ୍ ହେଇଛି, ଢେଙ୍କାନାଳର ନିଅଳ ପ୍ରସାଦ ଏରିଆରେ ସିଲ୍ କରିଛି। ଅନେକ ଜାଗାରେ ଯୋଉମାନେ କମ୍ ଦାମରେ ଧାନ କିଣିକି ରଖୁଛନ୍ତି ତାକୁ ସିଲ୍ କରା। କମିବ ଟିକେ ଦର କମିବ, ଆଳୁ ଦର କେମିତି ଟିକେ ଅପେକ୍ଷା କର। ବଜାର। ଥ୍ୟାଙ୍କ ୟୁ ସାର୍।